ଦେଖନ୍ତୁ ବହୁତ ଅନୁଷ୍ଠାନ ଅଛନ୍ତି ଯେଉଁମାନେ କାଗଜ କଲମରେ ଫଗୁ ମିଳନ କରନ୍ତି। ଆପଣମାନେ ସମସ୍ତେ ଜାଣିଥିବେ ଯେ ଠାକୁର ମନ୍ଦିର ଭିତରେ ରହନ୍ତି ବର୍ଷକ ସାରା। ହୋଲି ସମୟରେ ଠାକୁର ମନ୍ଦିର ବାହାରକୁ ଆସନ୍ତି ଏବଂ ତାଙ୍କ ଭକ୍ତଙ୍କ ସହିତ ହୋଲି ଖେଳନ୍ତି। ତେଣୁ ଆମେ ପ୍ରତିବର୍ଷ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ତରଫରୁ ଏ ଯେଉଁ ଫଗୁ ଆସରଟି କରୁ, ଫଗୁ ମିଳନ କରୁ। ଏଠି ବିମାନରେ ଠାକୁର ବିରାଜମାନ ହୁଅନ୍ତି ଏବଂ ଆମର ସାରସ୍ୱତ ଆଲୋଚନା ପରେ, କବିତା ଆସର ପରେ ଠାକୁରଙ୍କ ସହିତ ସମସ୍ତେ ଯେଉଁମାନେ ଆସିଥାନ୍ତି ସାରସ୍ୱତ ସାଧକମାନେ ହୋଲି ଖେଳିଥାନ୍ତି। ଏଇଟା ହେଉଛି ଆମ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ପରମ୍ପରା। କେତେ ବର୍ଷ ପରମ୍ପରା ଏ ପରମ୍ପରା ଆମର ପ୍ରାୟ 10 ବର୍ଷରୁ ଅଧିକ ହେବ ଚାଲିଛି। କେତେ ବର୍ଷ ପହଞ୍ଚିଛି? ଏ 11 ବର୍ଷରେ ପହଞ୍ଚିଲା। ସହଯୋଗ 4ଟାରୁ ଆରମ୍ଭ ହେଲାଣି। 60ଟି କବିତା ପାଠ ହେଲାଣି ଏବଂ ଆଲୋଚନା ଚାଲିଛି। ସାହିତ୍ୟ ଏକାଡେମୀର ସଭାପତି ହୃଷିକେଶ ମଲ୍ଲିକ ସେହି ମଧ୍ୟ ଆଜି ମୁଖ୍ୟ ଅତିଥି ସଭାରେ ଥିଲେ, ତାଙ୍କ ବକ୍ତବ୍ୟ ରଖିଛନ୍ତି। କଥାକାର ପବିତ୍ର ପାଣିଗ୍ରାହୀ ସେ ବି ମଧ୍ୟ ଉପସ୍ଥିତ ଅଛନ୍ତି। ସାରସ୍ୱତ ସାଧକ ଡାକ୍ତର ଦୁର୍ଯ୍ୟୋଧନ ଦାସ ଏବଂ ଅରୁଣ ପାତ୍ର ଏବଂ ଅନେକ କବି ଏବଂ କବୟିତ୍ରୀ ଉପସ୍ଥିତ ଅଛନ୍ତି।